ଆମେରିକା ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ୱସ୍ତି। ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଲା ତେଲ ଜାହାଜ। ହଁ ଦର୍ଶକ ବନ୍ଧୁ, ତେଲକୁ ନେଇ ଯେଉଁ ସଂକଟ ବଢ଼ିବାରେ ଲାଗିଥିଲା, ଭାରତକୁ ମିଳିଛି ଏବେ ଆଶ୍ୱସ୍ତିକର ଖବର। ଗୋଟିଏ ତେଲ ଭର୍ତ୍ତି ଜାହାଜ ଆସି ପହଞ୍ଚିଛି ମୁମ୍ବାଇରେ। ମାର୍ଚ୍ଚ 8ରେ ହର୍ମୋଜ ପ୍ରଣାଳୀ ଦେଇ ଆସିଥିଲା। ଇରାନ ମଧ୍ୟ ଭାରତକୁ ସହଜ କରୁଥିବା ନେଇ ସୂଚନା ରହିଛି। ଭାରତୀୟ ଜାହାଜଗୁଡ଼ିକୁ କୌଣସି ପ୍ରକାରେ କ୍ଷତି ହେବ ନାହିଁ ବୋଲି ସ୍ପଷ୍ଟ ଭାବରେ ଇରାନ କହିଛି। ଏହାସହ ଏପଟେ ବୈଦେଶିକ ନୀତି ଯେ ସମସ୍ତଙ୍କ ନଜର ରହିଛି। କେମିତି ଭାରତ ସରକାର ଆଲୋଚନା କରୁଛନ୍ତି ଇରାନରୁ ଜାହାଜଗୁଡ଼ିକ କେମିତି ଆସିବ, ଆଉ ତୈଳ ସଙ୍କଟ ଦୂର ହେବ, ଗ୍ୟାସ୍ ସଙ୍କଟ ମଧ୍ୟ ଦୂର ହେବ, ତାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ମିଳିଲା ଆଶ୍ୱସ୍ତିକର ଖବର। ଗୋଟିଏ ତେଲ ଭର୍ତ୍ତି ଜାହାଜ ଆସି ମୁମ୍ବାଇରେ ପହଞ୍ଚିଛି। ଇରାନ ବୈଦେଶିକ ମନ୍ତ୍ରୀ ସହ କଥା ହୋଇଥିଲେ। ହର୍ମୋଜ ଦେଇ ଭାରତ ଆସୁଛି ଭାରତୀୟ ଜାହାଜ। ସାରା ଦେଶରେ ଗ୍ୟାସ୍ ସଙ୍କଟ ଦେଖାଯାଉଛି। ଇରାନର ଅନୁମତି ପରେ ଗ୍ୟାସ୍ ସଙ୍କଟ ଦୂର ହେବାର ସମ୍ଭାବନା ରହିଛି। ଜାହାଜ ଆସିବା ପାଇଁ ଏବେ ଭାରତୀୟ ଜାହାଜକୁ ସ୍ୱୀକୃତି ମିଳିଥିବା ନେଇ କୁହାଯାଉଛି। କିନ୍ତୁ ସେହି ହର୍ମୋଜ ପଏଣ୍ଟରେ ଏବେ ଆମେରିକା ମଧ୍ୟ ଟାର୍ଗେଟ୍ କରିଛି। ବିଭିନ୍ନ ଇରାନର ଜାହାଜକୁ ଟାର୍ଗେଟ୍ କରି ଆକ୍ରମଣ ମଧ୍ୟ କରୁଛି। ଆଉ ଅନେକ ଗୁଡ଼ିଏ ଜାହାଜ ଧ୍ୱଂସ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି। ତାହା ଭିତରେ କୁହାଯାଉଛି କି ଯେହେତୁ ଇରାନ ଅନୁମତି ଦେଇଛି, ଭାରତର ଜାହାଜଗୁଡ଼ିକ ସୁରକ୍ଷିତ ଭାବରେ କେମିତି ସେଇଠୁ ଯାଇପାରିବ। ଯେହେତୁ ଅନେକ ଜାହାଜ ଏବେ ଅଟକି ରହିଛି, ପ୍ରାୟତଃ 37ଟି ଜାହାଜ ଅଟକି ରହିଛି ହର୍ମୋଜ ପ୍ରଣାଳୀଠାରେ। କିନ୍ତୁ ସେଠି ଭାରତୀୟ ଜାହାଜ ଗୁଡ଼ିକ କେମିତି ଆସିବ ତାହା ନିହାତି ଜରୁରୀ। ଏ ସଙ୍କଟ ଆଗକୁ ଦୂର ହେବ ବୋଲି କୁହାଯାଉଛି, କାରଣ ଯୁଦ୍ଧ ପାଇଁ ଏବେ ସାରା ଦେଶରେ ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଛି। ତେଣୁ ଭାରତୀୟ ଜାହାଜ ଚଳାଚଳ କରୁଛି ସତ, କିନ୍ତୁ ହର୍ମୋଜ ଦେଇ ସୁରକ୍ଷିତ ଭାବରେ ଆସିବା ଦରକାର। ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ଏଣ୍ଡ ଜୟଶଙ୍କର କଥା ହୋଇଥିବା ସୂଚନା ରହିଛି। ତେଣୁ ଭାରତୀୟ ଜାହାଜ ଯିବା ପାଇଁ ଅନୁମତି ମିଳିସାରିଛି। ହର୍ମୋଜ ନେଇ ଗୋଟିଏ ଗୋଟିଏ ଜାହାଜ ଆସୁଥିବା ନେଇ ସୂଚନା ଆସୁଛି, ଯାହା ଭାରତ ପାଇଁ ଆଶ୍ୱସ୍ତିକର ଖବର। ଆଉ ବିଦେଶ ନୀତି ଭାରତ ସରକାରଙ୍କ ଖୁବ୍ ଭଲ ରହୁଛି ବୋଲି ଏଯାଏଁ ଏଥିରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରୁଛେ।